सामान्य गोटे गाई जगुआल गौड़ पुओ से पुणे विशाल हस्तिना कटकर रत्न पलंकर बसी क्षमता रूपे पूजा पाइब यह संपूर्ण असंभव। शीत तप नियंत्रित राजमहल राजभोग खाइबा पई तार कोन योग्यता अछि नाय यह केबे नुहे संपूर्ण असंभव। नहीं मां यह संपूर्ण संभव। से राजा पुओ होतु कि गरीब घर पुओ होतु से मो पई मो देवता तुम सेमिति कथा कोनी पी मामा तुम सेमिति कथा तो बुझुनु कहि की संभव तो भीतर केते फरक। तू हेउछु उत्कल माउडा मणि नवकोटी कर्नाटक महामानी मान गोविंदर कन्या मां औ से कंटा झंटा जंगल पानी कदरे बुलुथिबा गोटे गोपाल पुओ। हेलो ए जन्म दिनरु तू रत्न पलंकरे बसी सुवर्ण चमुचारे अन्न खाउछु औ से गोबर गंध हेउथिबा गुहाळ पखरे बसी खाउची। कथा विषय मो पई महार से बहुदयर ठाकुर मुता बिना बचे परिबिनी मु सत कहूची मां मो ताको जदि विवाह न करिछि ताले मु आत्महत्या करि देबी। हे चुप कर तू बुझुनु काहे की एइटा कोन तोर शेष निष्पत्ति। हां मां मो शेष निष्पत्ति मु सत कथा कहूची जदि मु सांब को भला पाउची जदि तुमे बाधा देछ ताले मु आत्महत्या करिबी। ए मां थरे मात्र बुझिବାକୁ चेष्टा कर मां ता नहिले जीवन सारा तू खाली कांदीबु रे मां। से कांदीबारे जो आनंद अछि तुम ए राजा दली रे झुलेला बच्चा नहीं। ए चुप कर दुख तोरा सरिबो नाही कांदी कांदी लुह पीबू तुही दुख तोरा सरिबो नाही। कंटा झंटा कुदी जंगले बुलिबू कंटा झंटा कुदी जंगले बुलिबू गोबर रे देह जीव गंधई दुख तोरा। मन मोर कथा को तुही राजा उसारे रहबू जाई मन मोर कथा को तुही बड़ घर देखी महादेवी तोते रत्न पलंकरे थिबुला सोई मिता तोर जानिले कथा काटी फिंगी देबे तोहरी कथा मिता तोर जानिले कथा काटी फिंगी देबे तोहरी माथा पिता तोरा। मानव वचन होय कर मन मानव वचन होय कर मन रोज राजा दुख जीवाऊ भेई दुख तोरा सहिबा नहीं। स्वप्नटा जदि झरक से गौरव पुओ हाथ में पड़ी जाए तबे से गौरव पुओर दोष रहिला कोठी आकाशर चंद से गौरव पुओ हाथ में पड़ी जाए तार दोष रहिला कोठी तमने तबे कोबा एता दोष रहिला कोठी तमने तू जा कहू तो सब ठीक अमो कथा सब भूल मां नहीं मां मु समेत किछि कहूनी केवल मो फल पाइबा पाई मु कहूची ई सब मो जीवन साथी मु देखिबी आज ठारू केमिति लुचि लुचि जीव से सांबो पाखकू आज ठारू तो पई सब दिन पई बंद हेले जमुना घाट आज ठारू तुम नजर बंदी में रहिबो एई राजा उआसा भितरे चाल
ପାଇବ ଆଲୋ ରାଜଉଆସକୁ ଚାଲ ଆଲୋ ଚାଲ କହୁଛି ଜନ୍ତୁ ରଣିମା ମାଡ଼ ମାରି ସବୁ ସମସ୍ୟାର ସମାଧାନ କରିବେ ସେଥିପାଇଁ ବୁଦ୍ଧିର ଆବଶ୍ୟକତା ଅଛି ଆଉ ଦରକାର ପଡ଼ିଲେ କୌଶଳର ମଧ୍ୟ ଆବଶ୍ୟକତା ଅଛି ନଚେତ୍ କଳଙ୍କର ବୋଝକୁ ମୁଣ୍ଡରେ ମୁଣ୍ଡେଇ ବୁଲିବ ଏ ଦୁନିଆ ଦାଣ୍ଡରେ ଏ ଚୁପ କର ତମେ ମୁଠାଏ ଅଇଁଠା ଭାତ ଭିଙ୍ଗି ଦେଲେ ତୁମ ପରି ଶହ ଶହ ବୁଲା କୁକୁର ମୋ ପାଦ ତଳକୁ ଦୌଡ଼ି ଆସିବେ ତମେ ପୁଣି ମୋ ମୁହଁ ଉପରେ ଜବାବ ଦଉଛ ଜବାବ ଏ ରାଣୀମା କେତେ ମୁଠା ଅଇଁଠା ଭାତ ତମେ ଭିଙ୍ଗି ଦେଇ ପାରିବ ତମେ ଜାଣି ରଖିବ ହଉଛି ଯୋଉ ଅଇଁଠା ଭାତ କଥା କହୁଛ ସେଇ ଅଇଁଠା ଭାତ ହଉଛି କେବଳ ସେଇ ମହାଲକ୍ଷ୍ମୀଙ୍କ ଦାନ ପୁଣି ତାଙ୍କରି ପୁତ୍ରକୁ ତମେ ଘୃଣା କରୁଛ ତମେ ବି ଜାଣିବା ଦରକାର ମୁଁ ମହାରାଣୀ ଭାନୁମତୀ ତୁମର ଉଦ୍ଧତ ବୁଦ୍ଧି ପାଇଁ ତୁମକୁ ଦିନେ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା ତମେ ପୁଣି ମୋ ମୁହଁ ଉପରେ କଥା କହୁଛ କଥା ସତ କଥା କହିବାରେ ମୁଁ କେବେ ପଛ ଘୁଞ୍ଚା ଦେଇନଥାଏ ତମ ଝିଅ ଚନ୍ଦ୍ରାବତୀ ଯଦି ତମ ବଂଶ ପରମ୍ପରା ଆଭିଜାତ୍ୟକୁ ପଚାରେ ଗୋଟେ ଗୌଡ଼ ପିଲାକୁ ଭଲ ପାଇଲା ଏଥିରେ ସେ ଗୌଡ଼ ପିଲାର ଦୋଷ ରହିଲା କୋଉଠି ମାନେ ଶୁଣ ବରଂ ଭଲ ହବ ସେଇ ଶାମ୍ବ ସହିତ ଚନ୍ଦ୍ରାବତୀକୁ ବିବାହ ବନ୍ଧନରେ ବାନ୍ଧି ତମେ ଜାଣିବା ଦରକାର ଦାଦା ଚନ୍ଦ୍ରାବତୀ ସେ ଶାମ୍ବକୁ ବିବାହ କଲେ ତୁମ ବଂଶର ମର୍ଯ୍ୟାଦା ପାଦ ଦଳିତ ହେଇଯିବ ସମସ୍ତେ ଆଙ୍ଗୁଠି ଉଠେଇ କହିବେ ଏ କୁରୁ ବଂଶ ହୀନ କା ପୁରୁଷ ଦୁର୍ବଳ କଣ ସତ କହିବାକୁ ଚାହୁଁଛୁ ରହ ତୋ ମାକୁ ମୁଁ ଟିକେ ଭଲ କରି ବୁଝେ ସେ ଗୋଡ଼ ଶାମ୍ବ କଥା ରାଣୀମା ମନେ ଅଛି ସେଦିନର କଥା ମନେ ଅଛି ରାଜା ହରିଶ୍ଚନ୍ଦ୍ର ଯଦି ଚଣ୍ଡାଳର ଦାସ ହେ ରାଣୀ ସଭ୍ୟା ଯଦି ବ୍ରାହ୍ମଣ ଘରର ଚାକରାଣୀ ତମ ଝିଅ ଚନ୍ଦ୍ରାବତୀ କାହିଁକି ଗୋଟେ ଗୌଡ଼ ଘରର ବୋହୂ ହେଇପାରିବ ନାଇଁ ମୁଁ ସତ କହୁଛି ଜେଜେ ମୋ ସମ୍ପତ୍ତି ମୋର ନହେଲେ ମୁଁ ଆତ୍ମହତ୍ୟା କରିବି ମୋ ଆତ୍ମହତ୍ୟାର ଦାୟୀ କେବଳ ହେବେ ମୋ ମା ହଁ ତୁମେ କେବଳ ମୋ ଦାୟୀ ହେବ ନଚେତ୍ ପରିଣାମଟା ଭୟଙ୍କର ହେବ ଝିଅର ପଛେ ଚାଲି ଯାରେ ଯାଅ ତମ ଗର୍ଭତମ ଭୂମିକା ସବୁ ମୁଣ୍ଡରେ ମୁଣ୍ଡେଇ ତମ ଝିଅର ମଲା ଶବ ଉପରେ ଜାଣିବା ତମ ଝିଅର ମଲା ଶବ ପାଦ ରଖି ଠୋ ହେଇ ଦାଦା ମୁଁ ଏବେ ଠିକ ଜାଣିଲି ଦାଦା ତମେ ହଉଛ ସବୁରି କାରଣ ଚନ୍ଦ୍ରକୁ ସାହସ ଦେଇଛ କେବଳ ତମେ ଏମିତି ଗୋଟେ ସୁବର୍ଣ୍ଣ ସୁଯୋଗକୁ ତମ ଅପେକ୍ଷା କରିଥିଲି ମାନେ ମନେ ଅଛି ତମ ସ୍ୱାମୀ
ତୁମ ସ୍ୱାମୀ ମାନେ ଦୁର୍ଯ୍ୟୋଧନ ସେଦିନ କୁରୁ ସଭା ମଧ୍ୟରେ ମତେ ମନ୍ତ୍ରୀ ପଦରୁ ବହିଷ୍କାର କରି ମାମୁଁ ଶକୁନିକୁ ଦେଲା ମନ୍ତ୍ରୀ ପଦର ଅଧିକାର। ଜଳୁଛି ରାଣୀ ମା, ସେଇଦିନ ଠାରୁ ଜଳୁଛି ପ୍ରତିଶୋଧର ଅଗ୍ନି। ଦାଦା ଆଉ ସେଇ ପ୍ରତିଶୋଧର ଅଗ୍ନିକୁ ଶିଥିଳ କରିବା ପାଇଁ ତ କୁରୁ ମଧ୍ୟରେ ଥାଇ ଗୋଟାଏ ପରେ ଗୋଟାଏ କାଣ୍ଡ ତିଆରି କରି ଦାଦା ଆଉ ଯୋ କାଣ୍ଡରେ କି ଅଳ୍ପକେ ଧ୍ୱଂସ ପାଇଯିବ ତୋର ଏଇ କୁରୁ ବଂଶ। ଆସୁଛି ରାଣୀ ମା, ତମେ ଜାଣି ରଖିବା ଦରକାର ମୁଁ ହେଉଛି ପ୍ରତାରିତ ବିଦୁର। କଣ କରିବି ମୁଁ? କଣ କରିବି? ଗୋଟାଏ ପଟେ ଚନ୍ଦ୍ରାବତୀର ଶେଷ ନିଷ୍ପତ୍ତି, ଆଉ ଗୋଟାଏ ପଟେ ମୋର ପ୍ରତିହିଂସାର ଅଗ୍ନି। କଣ କରିବି? କଣ କରିବି? କଣ କରିବି? ମୁଁ ମହାରାଣୀ ଭାନୁମତୀ ଆଜି ମୋ ନେବି ଶେଷ ନିଷ୍ପତ୍ତି। ପତି ମୋର ମହାମାନି ମାନ ଗୋବିନ୍ଦ କୁରୁପତି। ସେ ଚାହିଁଲେ ନୀତି ନୀତି, ସେ ନ ଚାହିଁଲେ ଅନୀତି ଅନୀତି। ତାଙ୍କର ବିରୁଦ୍ଧେ ଯିବାକୁ ଚେଷ୍ଟା କଲେ ତୁମ ପାଇଁ ସାଜିବେ ସେ ମହା ବିପତ୍ତି। ତାଙ୍କରି ରାଣୀ ମୁଁ ଭାନୁମତୀ। କଣ କହିଗଲା ରାଣୀ ଭାନୁମତୀ? ତା ସ୍ୱାମୀ ଘଟାଇବ ବିପତ୍ତି। ନାଇଲ ରାଣୀ, ସେ କେବେ ରହିବ ସମ୍ଭବ? ନିଶ୍ଚୟ ନିଶ୍ଚୟ ତ କୁରୁ ବଂଶକୁ କରିବି ଧ୍ୱଂସ ମୁଁ। କାହିଁକି ନା ମତେ ସହାୟ ହଉଛନ୍ତି ଶ୍ରୀକୃଷ୍ଣ ଗୋବିନ୍ଦ ମୁରାରୀ। ଏମାନେ ଦୁର୍ଯ୍ୟୋଧନ ତୋ ବଂଶରେ ପୋତିଥିବା ସମସ୍ତ ବଂଶକୁ ଗୋଟି ଗୋଟି କରି କାଟି ଦେବି। ଆଉ ତାପରେ ନା ଥିବ ବାଉଁଶ ନା ବାଜିବ ଆଉ ତାପରେ ମାନେ ଦୁର୍ଯ୍ୟୋଧନ ଆଖିରୁ ଲୁହ କଡ଼େଇ ଗୋଟେ କାନ୍ଦିବ ସିଏ। କାନ୍ଦି କାନ୍ଦି କହିବ କେତେ କାନ୍ଦିବି ହେ କଳା କହ୍ନେ।